ସାର୍ ନମସ୍କାର। ନମସ୍କାର। ମୁଁ କହିଲି ସାର୍ ଆପଣଙ୍କ ନାଁଟା? ସାଗ୍ରାମ ସରେନ। ଘର ସାର୍ କେଉଁଠି ଆପଣଙ୍କର? ବେଲାଝରି। ବୟସ କେତେ ହେଲାଣି ସାର୍ ଆପଣଙ୍କର? ମୋର ବୟସ 40 ସାଢ଼େ ହେଇଥିବ ପ୍ରାୟ। 40 ପାଖାପାଖି ହେଇଯାଇଛି। ସାର୍ ଆପଣଙ୍କର କ'ଣ କ'ଣ ପ୍ରୋବ୍ଲେମ୍ ଥିଲା ମୋତେ ଟିକେ କହିଲେ ସାର୍? ମୋର ପ୍ରୋବ୍ଲେମ୍ ଥିଲା ଏସିଡ୍। ହଁ। ଏସିଡ୍ ଏଇ ଗୋଡ଼ ହାତ ଥକା ହୁଁ। ସେଇଆ ଥିଲା। ଗୁଡ଼ା ମେଡ଼ିସିନ୍ କିଛି ଖାଉଥିଲେ? ହଁ। ମେଡ଼ିସିନ୍ ଖାଉଥିଲେ। ହଉ, ଆପଣ ବ୍ରେସଲେଟ୍ କେତେ ଦିନ ହେଲା ବାନ୍ଧିଲେଣି? କେତେ ଏଇ 2 ମାସ ହେଇନି। 2 ମାସ ବି ହେଇନାହିଁ। ଦେଖେଇଲେ ବ୍ରେସଲେଟ୍ କେଉଁ ହାତରେ ବାନ୍ଧିଛନ୍ତି ସାର୍? ଆପଣ ଟିକେ ହାତଟା ଦେଖେଇଲେ ହାତରେ। ଆପଣ ଏଇ ହାତରେ ବ୍ରେସଲେଟ୍ ବାନ୍ଧିଛନ୍ତି। ହଉ, ମୋତେ କହିଲେ ସାର୍ ବ୍ରେସଲେଟ୍ ବାନ୍ଧିଲା ପରେ ଆପଣ ବର୍ତ୍ତମାନ ସୁଦ୍ଧା କ'ଣ କ'ଣ ତା'ମାନେ ବେନିଫିଟ୍ ପାଇଛନ୍ତି? ଏଇଆ ବାନ୍ଧିକି ଏଇ ଏସିଡ୍ ବି ସରିଯାଇଛି, ଆଉ ଗୋଡ଼ ହାତ ଥକା ନାଗୁଥିଲା ସେଇଆ ବି ସରିଯାଇଛି। ମେଡ଼ିସିନ୍ ଆଉ ଖାଉଛନ୍ତି? ଏସିଡ୍ ମେଡ଼ିସିନ୍ ଖାଉଛନ୍ତି? ନା ସେଇଆ। ହଉ, ଆପଣଙ୍କ ନିଦ କେମିତି ହେଉଛି? ନିଦ ଭଲ ହେଉଛି। ଭଲ ହେଉଛି। ଏବେ ତା'ମାନେ ଆପଣ କହିବା କଥା ଆପଣ ଟିକେ ଏନର୍ଜି ଲେଭେଲ୍ କମ୍ ରହୁଥିଲା, ମାନେ ଦୁର୍ବଳ ଫିଲ୍ କରୁଥିଲେ। ଏଇଟା ପିନ୍ଧି ସାରିଲା ପରେ ଆପଣ କିଛି ଏନର୍ଜେଟିକ୍ ଫିଲ୍ କରୁଛନ୍ତି? ନା। ଏନର୍ଜେଟିକ୍ ଫିଲ୍ କରୁନାହାନ୍ତି? ମାନେ ଆପଣଙ୍କୁ ମାନେ ସତେଜ ଲାଗୁନି? ଆପଣଙ୍କୁ ପୁଣି ସେ ଦୁର୍ବଳ ଲାଗୁଛି ଆପଣଙ୍କୁ? ନା, ଦୁର୍ବଳ ଲାଗୁନି। ଦୁର୍ବଳ ଲାଗୁନି? ହଉ, ବାକି ଆଉ କ'ଣ କ'ଣ ଆପଣ ବେନିଫିଟ୍ ପାଇଛନ୍ତି? ଆଉ ବେନିଫିଟ୍ ଏଇ ଶକ୍ତି ଲାଗୁଛି ଟିକେ। ଶକ୍ତି ଲାଗୁଛି। କେତେ ଦିନ ଲାଗିଲା ଆପଣଙ୍କୁ ଏଇ ଜିନିଷଟା ଇଏ ପାଇବା ପାଇଁ? ଯେଉଁ ବ୍ରେସଲେଟ୍ ପିନ୍ଧିବାରେ କେତେ ଦିନ ପରେ ଆପଣଙ୍କୁ ଏଇ ଜିନିଷ ଗୁଡ଼ା ଫିଲ୍ କଲେ? ଏଇଟା ଯେବେ ପିନ୍ଧିଲି ସେଦିନ ଏସିଡ୍ ବି ସରିଯାଇଛି। ସେ ଯେବେ ପିନ୍ଧିଲେ ତାର ଅଳ୍ପ ଦିନ ଭିତରେ ମାନେ ଗୋଟେ ରାତି ଭିତରେ ଏସିଡ୍ ଆଉ କୁଆଡ଼େ ଗାୟବ ହେଇଗଲା? ହଁ। ଆଉ ଆପଣଙ୍କର ତା'ମାନେ ଯେଉଁ ମୁଁ ଯାହା ଜାଣିବା କଥା ଆପଣ ବହୁତ ଦୁର୍ବଳ ଫିଲ୍ କରୁଥିଲେ, ବର୍ତ୍ତମାନ ଆପଣ ଆରାମସେ ସାଇକେଲ ଫାଇକେଲ ମାଡ଼ିକି ଚାରିଆଡ଼େ ଯିବା ଆସିବା କରିପାରୁଛନ୍ତି, ବହୁତ ଏନର୍ଜେଟିକ୍ ଫିଲ୍ କରୁଛନ୍ତି। ଓକେ, ଧନ୍ୟବାଦ ଆପଣଙ୍କର ଏଇ ରେଜଲ୍ଟ ପାଇଁ। ଏଇ ରେଜଲ୍ଟ ଆପଣଙ୍କର ବହୁତ ଲୋକଙ୍କୁ ଇନ୍ସପାୟାର କରିବ। ଧନ୍ୟବାଦ, ଥ୍ୟାଙ୍କ ୟୁ।